ଚାରିଟା ଅବସ୍ଥା ଦେଇ ମଣିଷ ଆଜ୍ଞା ନିଶ୍ଚିତ ଭାବରେ ଚାରିଟା ଅବସ୍ଥା ଦେଇ ଗତି କରେ। ବାଲ୍ୟାବସ୍ଥା, ଯେତେବେଳେ ମାତୃଗର୍ଭରୁ ଜନ୍ମ ନେଲା ଆଜ୍ଞା ପିଲାଟି, ବାଲ୍ୟ ଅବସ୍ଥାରେ ବି ଶଶ କୌତୁକରେ ତାର ଦିନ ଗୁଡ଼ାକ ଅତିବାହିତ ହେଲା। ବାଲ୍ୟ ପରେ କୈଶୋର ଅବସ୍ଥା ଯେତେବେଳେ ଆସିଲା, ସେତେବେଳେ ମଧ୍ୟ ଆନନ୍ଦରେ ସମୟ ଅତିବାହିତ କଲା। କୈଶୋର ଅବସ୍ଥାରେ ଯୌବନରେ ପଦାର୍ପଣ କଲା ଆଜ୍ଞା। ଯୌବନରେ ସଂସାରର ସମସ୍ତ ପ୍ରକାର ଜଞ୍ଜାଳକୁ ନିଶ୍ଚିତ ଭାବରେ ଏ ସଂସାର ଜଞ୍ଜାଳରେ ଆବଦ୍ଧ ହେଲା। ଯୌବନ ପରେ ଯେତେବେଳେ ପ୍ରୌଢ଼ାବସ୍ଥା ଆସିଲା, ଧୀରେ ଧୀରେ ସମୟ ଆସି ପହଞ୍ଚିଲା, ଦୁଃଖର ଦିନ ଗୁଡ଼ିକ ପାଖେଇ ଆସିଲା। ଆଜି ଆପଣମାନଙ୍କ ଆଗରେ ଏମିତି ରହସ୍ୟ କଥାଟେ ମୁଁ ଉପସ୍ଥାପନ କରିବି, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ମଣିଷ ଜୀବନରେ ଆଜ୍ଞା ବାର୍ଦ୍ଧକ୍ୟ ଯେତେବେଳେ ଆସେ, ସେ ବାର୍ଦ୍ଧକ୍ୟ ସମୟଟା କେମିତି ଯନ୍ତ୍ରଣାପ୍ରଦ, ଦୁଃଖଦାୟକ। ସେ ଆନନ୍ଦରେ ସଂସାରରେ ବିଚରଣ କରୁଥିବା ସମୟରେ, ଧନ ଐଶ୍ୱର୍ଯ୍ୟ ବିଷୟା ସମ୍ପତ୍ତିରେ ବୁଡ଼ି ରହି ଆଜ୍ଞା ବେଶ ଆନନ୍ଦରେ ଦିନ ବିତାଉଥିବା ବେଳେ ଯେତେବେଳେ ବାର୍ଦ୍ଧକ୍ୟରେ ପଦାର୍ପଣ କରେ, ସେ ବାର୍ଦ୍ଧକ୍ୟ ସମୟ ଏମିତି ଦୁଃଖଦ ହୁଏ ଆଜ୍ଞା, ପ୍ରାଣ ଗଲା ଭଳି ସଙ୍କଟ ଆସି ପହଞ୍ଚେ। ତେବେ ଆପଣ ଏ କଥାକୁ ଶୁଣିଲା ମାତ୍ରକେ ଆଖିରେ ଲୁହ କେବେ ରହିବ ନା? ନିଶ୍ଚିତ ଭାବରେ ଆପଣଙ୍କ ଆଖିରୁ ଲୁହ ଝରିବ। ବାର୍ଦ୍ଧକ୍ୟର ଦୁଃଖ କଥା, ବାର୍ଦ୍ଧକ୍ୟରେ ଯେତେବେଳେ ଆପଣ ଉପନୀତ ହେବେ, ସେ ଦୁଃଖଦ କଥା, ଦୁଃଖଦ ଘଟଣାକୁ ଆପଣ ଯଦି ଅନୁଭବ କରିବେ। ସୁନ୍ଦର ଭାବରେ କେତୋଟି ପଦ ରଚନା କରିଛନ୍ତି କୀର୍ତ୍ତନ ଗଣେଶ। ଇଏ କୀର୍ତ୍ତନ ଗଣେଶଙ୍କର ସୁନ୍ଦର କେତୋଟା ପଦ ମୁଁ ଆପଣଙ୍କ ନିକଟରେ କହୁଛି। ବାର୍ଦ୍ଧକ୍ୟ ସମୟଟା କେମିତି ଦୁଃଖଦ ହୁଏ। ଜଣେ ଭକ୍ତ ଯେତେବେଳେ ବାର୍ଦ୍ଧକ୍ୟରେ ଉପନୀତ ହୋଇଛନ୍ତି, ସେ ଆଜ୍ଞା ପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇ, ପ୍ରଭୁ ଜଗନ୍ନାଥଙ୍କ ପଦରେ ସମର୍ପିତ ହୋଇ ସେଦିନ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛନ୍ତି, ବାର୍ଦ୍ଧକ୍ୟର ଦୁଃଖ କଥା ପ୍ରକାଶ କରୁଛନ୍ତି। କି କହିବି ଦୁଃଖ କାଳିଆ ଶାନ୍ତ, ବୟସ ମୋ ଗଲା ସରି, ଜୀବନ ଦୀପରେ ତେଲ ନାହିଁ ଆଉ ଜଳିବ କି ପୂର୍ବ ପରି। ଯେତେବେଳେ ବାର୍ଦ୍ଧକ୍ୟରେ ଉପନୀତ ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପିତ କରି, ସେଦିନ କୀର୍ତ୍ତନ ଗଣେଶ ସେଦିନ ପ୍ରାର୍ଥନା କରୁଛନ୍ତି, ହେ ପ୍ରଭୁ ଜଗନ୍ନାଥ, ସମୟ କ୍ରମେ ଗଡ଼ି ଗଡ଼ି ଚାଲିଛି। କି କହିବି ଦୁଃଖ କାଳିଆ ଶାନ୍ତ, ବୟସ ମୋ ଗଲା ସରି, ଧୀରେ ଧୀରେ ବୟସ ମୋର ଚାଲି ଯାଉଛି। ଜୀବନ ଦୀପରେ ତେଲ ନାହିଁ ଆଉ ଜଳିବ କି ପୂର୍ବ ଭଳି। ତେଲ ଯେତେବେଳେ ଦୀପରେ ଥାଏ, ଯେମିତି ଆଜ୍ଞା ଜଳି ଉଠେ ଉଜ୍ଜଳ ଭାବରେ, ଯେତେବେଳେ ତେଲଟା ସରି ସରି ଯିବ, ମିଞ୍ଜି ମିଞ୍ଜି ଆଲୋକ କରିବ, ସେତେବେଳେ ପୂର୍ବର ତେଜ, ପୂର୍ବର ଶକ୍ତି, ପୂର୍ବର ଆନନ୍ଦ ଆଉ କେବେ ତା ପାଖରେ ରହିବ। କେଶ ଥିଲା କଳା ପାଚି ହେଲା ଧଳା, ରୂପ ମୋର ହେଲା ବୁଢ଼ା, ଦୁଇ ଗୋଡ଼ରେ ମୁଁ ବାଟ ଚାଲୁଥିଲି, ତିନି ଗୋଡ଼େ ହେଲି ଛିଡ଼ା। କେଶ ଗୁଡ଼ାକ ପକ୍ୱ କେଶ, ଅଙ୍ଗଳିତଂ ପଳିତଂ ମୁଣ୍ଡ, ଦନ୍ତ ବିହୀନ ଜାତଂ ତୁଣ୍ଡ, କରଧୃତ କମ୍ପିତ ଶୋଭିତ ଦଣ୍ଡଂ, ତଦ ପୁଣ୍ୟମୁଚ୍ୟତେ ପିୟାସା ଭାଣ୍ଡଂ। ଶଙ୍କରାଚାର୍ଯ୍ୟ କହିଛନ୍ତି, ଇଏ ମସ୍ତକର କେଶ ଯେତେବେଳେ କଳା ଥିଲା, ଆପେ ଆପେ ଆଜ୍ଞା ଧଳା ହେଇଯିବ। ବୟସ ଯେତେବେଳେ ଉପନୀତ ହେବ, କେଶ ଥିଲା କଳା ପାଚି ହେଲା ଧଳା, ରୂପ ମୋର ହେଲା ବୁଢ଼ା। ଦୁଇ ଗୋଡ଼ରେ ମୁଁ ବାଟ ଚାଲୁଥିଲି, ଏଇ ଦୁଇ ଗୋଡ଼ରେ କେତେ ରାସ୍ତା ମୁଁ ଅତିକ୍ରମ କରି ଚାଲି ପାରୁଥିଲି, ହେଲେ ବାର୍ଦ୍ଧକ୍ୟ ଆସିଲା ବେଳେ ତିନି ଗୁଡ଼େ ହେଲି ଛିଡ଼ା। ଆଉ ଗୋଟିଏ ଗୁଡ଼ କ'ଣ ନା, ଆଶା ବାଡ଼ିଟେ ନ ଧରିଲେ ମୁଁ ଆଉ ଛିଡ଼ା ହୋଇପାରୁନି ବା ଚାଲି ପାରୁନା। ବାର୍ଦ୍ଧକ୍ୟର ଦୁଃଖରେ ଯେତେବେଳେ ଉପନୀତ ହୋଇଛନ୍ତି, ନିଜକୁ ପ୍ରଭୁଙ୍କ ନିକଟରେ ଆପତ୍ତି ଜଣାଉଛନ୍ତି, ସମର୍ପିତ କରିଛନ୍ତି ଭକ୍ତ।
ଖାଲି ପାକୁଆ ପାଲଟି ଗଲା ମୋର ପାଟି, ଦାନ୍ତ ମୋର ଗଲା ଖସି, ଜାଣି ପାରୁନାହିଁ ନାକର ସିଂଘାଣୀ, ପାଟିରେ ଯାଉଛି ପଶି। ଦନ୍ତ ଠିକ ସମୟରେ ଆଜ୍ଞା ଦାନ୍ତ ଆଉ ଦନ୍ତ ପନ୍ତି ନାହିଁ, ଗୋଟିଏ ପରେ ଗୋଟିଏ ଦନ୍ତ ଯାଉ ଯାଉ ଆଜ୍ଞା ପାଟିଟା ପାକୁଆ ହେଇଗଲା। ବାର୍ଦ୍ଧକ୍ୟର ଦୁଃଖ ଅନୁଭବ କରି ପ୍ରଭୁଙ୍କ ନିକଟରେ ପୂର୍ଣ୍ଣ ସମର୍ପିତ ହେଉଛନ୍ତି। ଦାନ୍ତ ମୋର ଗଲା ଖସି, ଜାଣିପାରୁନାହିଁ ନାକର ସିଂଘାଣୀ, ପାଟିରେ ଯାଉଛି ପଶି। ନାକରୁ ସିଂଘାଣୀଟା କେତେବେଳେ ଆସି ପାଟିରେ ପଶି ଯାଉଛି ଏ କଥା ମଧ୍ୟ ମୁଁ ଜାଣିପାରୁନି। ଖାଲି ପରିସ୍ରା ଲାଗିଲେ ବାସ ତିନ୍ତି ଯାଏ, ବାହାରକୁ ଯାଉ ଯାଉ ମୁଡ଼ି ମାଡ଼ି ହୋଇ ଯାଏ ମୁଇଁ ଶୋଇ, ଦୁଃଖ କାଗେ କହିବି ଆଉ। ପରିସ୍ରା ଆଉ ବାଧା ମାନୁ ନାହିଁ, ପରିସ୍ରା ନିଜ କବଳରେ ଆଉ ନାହିଁ। ପରିସ୍ରା ଯଦି ବାର୍ଦ୍ଧକ୍ୟ ସମୟରେ ପରିସ୍ରା ଲାଗିଛି ଆଜ୍ଞା, ପରିସ୍ରା ଲାଗିଲେ ବାସ ତିନ୍ତି ଯାଏ, ବାହାରକୁ ଯାଉ ଯାଉ ଆଜ୍ଞା ଲୁଗା ଭିଜିଗଲାଣି ଆଜ୍ଞା ପରିସ୍ରାରେ, ବାସ ତାର ତିନ୍ତି ଯାଏ, ବାହାରକୁ ଯାଉ ଯାଉ ବସନରେ ଆଜ୍ଞା ପରିସ୍ରା ହେଇଗଲାଣି। ମୁଡ଼ି ମାଡ଼ି ହୋଇ ଶୋଇଯାଏ, ଦୁଃଖ କାହାକେ କହିବି ଆଉ। ସଭିଏ କହିବେ ମରୁନାହିଁ ଏତ, ଏତେ ସ୍ନେହ ଏତେ ଆଦରରେ ବନ୍ଦୀ କରିଥିଲେ ଯେ ସପରିବାର, କେତେ ଆନନ୍ଦ କେତେ ଭଲ ପାଉଥିଲେ। କିନ୍ତୁ ବୟସ ଯେତେବେଳେ ବାର୍ଦ୍ଧକ୍ୟରେ ମୁଁ ଉପନୀତ ହେଲି, ଗୁହମୁକ୍ତ ହେଲି, ଶଯ୍ୟାରେ ପଡ଼ି ରହିଲି, ସେତିକି ବେଳେ ପୁଅ ହେଲେ ମଧ୍ୟ, ନାତି ହେଲେ ମଧ୍ୟ, ବୋହୂ ହେଲେ ମଧ୍ୟ ତାଙ୍କ ମନରେ ଗୋଟାଏ ଘୃଣା ଭାବ ଆସିଲା। ସଭିଏ କହିବେ ମରୁନାହିଁ ଏତ, ଆମକୁ ମାରିବା ପାଇଁ, ଆଙ୍କରି ସେବାରେ ଦିନ ଯାଉଥିବ, ଆଉ କିଛି କାମ ନାହିଁ। ପୁଅ ବୋହୂ ଆତ୍ମୀୟ ସ୍ୱଜନ ସେମାନେ କହୁଛନ୍ତି ବୁଢ଼ା କେତେବେଳେ ମରିବ, ମୃତ୍ୟୁ ମୁଖରେ ପଡ଼ିବ, ତାରି ସେବାରେ ଲାଗି ଲାଗି ଆମ ସମୟ ଗୁଡ଼ାକ ଚାଲି ଯାଉଛି, ତାରି ସେବା କରି କରି ଆମ ସମୟ ଯାଉଛି। ଆମର କ'ଣ ସଂସାର ଆଉ ସୁଖ ଦୁଃଖ କିଛି ନାହିଁ? ପୂର୍ଣ୍ଣ ସମର୍ପିତ ହୋଇ ବାର୍ଦ୍ଧକ୍ୟ ଅବସ୍ଥାରେ ଭକ୍ତ ସେଦିନ ପ୍ରଭୁଙ୍କ ନିକଟରେ ପ୍ରଣତି କରୁଛି। ଏତିକି ମିନତି ହେ ଜଗତପତି, ସଂସାରୁ କରିବୁ ପାର, ଆଉ କିଛି ନାହିଁ ସଂସାର ବାସନା, ତୋ ପଦେ ଯୋଡ଼ୁଛି କର। ସୁନ୍ଦର ପଦ ରଚନା କରିଛନ୍ତି ଭାଗବତ ଗଣେଶ। ସେ କହିଲେ ହି ପ୍ରଭୁ, ଏ ସଂସାରର ବାସନା ମୋର ଆଉ କିଛି ଲୋଡ଼ା ନାହିଁ, ତୋ ପଦରେ ମୁଁ ଶରଣ ପଶୁଛି। ଏ ସଂସାର ଲୀଳା ମୋର ସମାପନ ହେଲାଣି, ଯେତେ ଶୀଘ୍ର ଏ ସଂସାରରୁ ମୋତେ ତୁ ନେଇଯା। ତେଣୁ ଆଜି ଏ ପୁରାଣ ରହସ୍ୟ ମାଧ୍ୟମରେ ବାର୍ଦ୍ଧକ୍ୟର ଏ ଯେଉଁ ଦୁଃଖ, ଏ ଯେଉଁ ହୃଦୟ ସ୍ପର୍ଶୀ, ଏ ହୃଦୟକୁ ଛୁଉଁଥିବା ଏ ଯେଉଁ ଦୁଃଖଦ ଘଟଣା, ଆମେ ଉଣା ଅଧିକେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେହି ଦୁଃଖରେ ଉପନୀତ ହେବା। ତେଣୁ ବେଳ ଥାଉ ଥାଉ ପ୍ରଭୁଙ୍କ ପଦରେ ଆଶ୍ରା ବାନ୍ଧିଲେ, ଶରଣ ପଶିଲେ, ନିଶ୍ଚିତ ଭାବରେ ସେହି ପ୍ରଭୁ କାଳିଆ ଶାନ୍ତ ଏ ସଂସାର ପାରି କରିବେ। ସ୍ୱଳ୍ପ ସମୟର କଥାବସ୍ତୁକୁ ବିଶ୍ରାମ ଦେଉଛି। ପରବର୍ତ୍ତୀ ଅଧ୍ୟାୟରେ ଆଉ ଗୋଟିଏ ସୁନ୍ଦର କଥାବସ୍ତୁ ନେଇ ଆପଣମାନଙ୍କ ଆଗରେ ମୁଁ ଉପସ୍ଥାପନ କରିବି। ସେ ସର୍ବେ ଭବନ୍ତୁ ସୁଖୀନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିৎ ଦୁଃଖ ଭାଗ ଭବେତ୍। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।